ଶେଷ ହେଲା 13 ବର୍ଷର କଷ୍ଟକର ସଂଘର୍ଷମୟ ଭାବପ୍ରବଣ ସମ୍ପର୍କ ଓ ସଂଘର୍ଷ। ପୁଅ ପାଇଁ ନିଥର ପାଲଟି ଯାଇଥିବା ବାପା ମା ଶେଷରେ ନିଜେ ହିଁ ନିଜ ପୁଅକୁ ବିଦାୟ ଦେଇଛନ୍ତି। କେତେ ଆଉ କରିଥାନ୍ତେ ସେମାନେ, କେତେ ଆଉ ସହିଥାନ୍ତା ପୁଅଟି ତାଙ୍କର। ମନେ ମନେ କହିଥିବେ, ତୁ ଆମ କୋଳ ମଣ୍ଡନ କରି ଆମକୁ ଋଣୀ କରିଦେଇଛୁ ରେ, ହେଲେ ଆମେ ବାପା ମା ଦୁଇଟା ଆଉ ତୋର କଷ୍ଟ ଦେଖିପାରୁନୁ। ତୁ ଯା, ଉଡ଼ିଯା ଆମ କୋଳକୁ ଶୂନ୍ୟ କରି, ବିଦାୟ ନେଇଯା ପୁଅ ଆମର, ଯୋଉଠି ରହିବୁ ଭଲରେ ଥା। ଦୀର୍ଘ 13 ବର୍ଷ ଧରି କୋମାରେ ରହିଥିବା 32 ବର୍ଷୀୟ ହରିଶ ରାଣା ଶେଷରେ ଇହଧାମ ଛାଡ଼ିଛନ୍ତି। ଦିଲ୍ଲୀର ଏମ୍ସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦେଶର ପ୍ରଥମ ବ୍ୟକ୍ତି ଭାବରେ ସର୍ବୋଚ୍ଚ କୋର୍ଟ ହରିଶ ରାଣାଙ୍କୁ କିଛିଦିନ ତଳେ ନିଷ୍କ୍ରିୟ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେଇଥିଲେ। ଇଚ୍ଛାମୃତ୍ୟୁ ପାଇବାର 13 ଦିନ ପରେ ସେ ଆଖି ବୁଜିଛନ୍ତି। ମାର୍ଚ୍ଚ 11 ତାରିଖରେ ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟ ଦେଶରେ କୌଣସି ରୋଗୀଙ୍କ ନିଷ୍କ୍ରିୟ ଇଚ୍ଛାମୃତ୍ୟୁ ଆବେଦନ ଉପରେ ମୋହର ମାରିଥିଲେ। ହରିଶ ରାଣାଙ୍କ ଜୀବନ ମେଡିକାଲ ଟ୍ୟୁବ୍ ଦ୍ୱାରା ଦିଆଯାଉଥିବା ଖାଦ୍ୟ ଉପରେ ନିର୍ଭରଶୀଳ ଥିଲା। ସେ ବଞ୍ଚିଥିଲେ ଜୀବନ ରକ୍ଷାକାରୀ ମେସିନ୍ ସହାୟତାରେ। 13 ବର୍ଷ ଧରି ପୁଅ ବିଛଣାରେ ପଡ଼ି ରହିଥିବାରୁ ପରିବାର ଲୋକମାନେ କୋର୍ଟ ଯାଇଥିଲେ। ବାପା ମାଙ୍କ ଅସହାୟତା ଜାଣିବା ପରେ ସୁପ୍ରିମକୋର୍ଟ ହରିଶ ରାଣାଙ୍କ ଚିକିତ୍ସା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଚିକିତ୍ସା ବନ୍ଦ ହେବା ପରେ 32 ବର୍ଷୀୟ ହରିଶ ରାଣା ସମ୍ମାନଜନକ ଭାବରେ ଇହଧାମ ତ୍ୟାଗ କରି ପରଲୋକ ଗମନ କରିଛନ୍ତି। ହରିଶ ହେଉଛନ୍ତି ଦିଲ୍ଲୀର ମହାବୀର ଏନକ୍ଲେଭର ବାସିନ୍ଦା। କିଶୋର ଅବସ୍ଥାରେ ସେ ଉଚ୍ଚଶିକ୍ଷା ପାଇଁ ଚଣ୍ଡିଗଡ଼ ଯାଇଥିଲେ, ହେଲେ ରାଣାଙ୍କ ପାଇଁ 2013 ଅଗଷ୍ଟ 20 ତାରିଖରେ ସତେ ଯେମିତି ଦୁନିଆ ଭୁଷୁଡ଼ି ପଡ଼ିଥିଲା। ସେ ଭଡ଼ାରେ ରହୁଥିବା ବିଲ୍ଡିଂର 4ର୍ଥ ମହଲାର ବାଲକୋନିରୁ ସିଧା ତଳକୁ ଖସି ପଡ଼ିଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଏଥିଯୋଗୁଁ ସେ ସମ୍ପୂର୍ଣ୍ଣ ଅକ୍ଷମ ହୋଇଯାଇଥିଲେ। ଡାକ୍ତରମାନେ କହିସାରିଥିଲେ ହରିଶ କେବେ ମଧ୍ୟ ସୁସ୍ଥ ହେବେ ନାହିଁ। ତେଣୁ ବାପା ମା ପୁଅ ପାଇଁ ଇଚ୍ଛାମୃତ୍ୟୁ ମାଗିଥିଲେ। କୋର୍ଟଙ୍କ ଅନୁମତି ପରେ ହରିଶ ରାଣାଙ୍କୁ ମାର୍ଚ୍ଚ 14 ତାରିଖରେ ତାଙ୍କ ଗାଜିଆବାଦ ସ୍ଥିତ ଘରୁ ଦିଲ୍ଲୀ ଏମ୍ସର ଡକ୍ଟର B.R. ଆମ୍ବେଦକର ଇନଷ୍ଟିଚ୍ୟୁଟ୍ ଅଫ୍ ରୋଟାରୀ କ୍ୟାନ୍ସର ହସ୍ପିଟାଲର ପାଲିଏଟିଭ୍ କେୟାର ୟୁନିଟ୍କୁ ସ୍ଥାନାନ୍ତର କରାଯାଇଥିଲା। ଆନାସ୍ଥେସିଆ ଓ ପାଲିଏଟିଭ୍ ମେଡିସିନ୍ ବିଭାଗର ମୁଖ୍ୟ ଡାକ୍ତର ସୀମା ମିଶ୍ରଙ୍କ ନେତୃତ୍ୱରେ ଏକ ମଲ୍ଟିଡିସିପ୍ଲିନାରୀ ଟିମ୍କୁ ନିଷ୍କ୍ରିୟ ଇଚ୍ଛାମୃତ୍ୟୁ ପ୍ରକ୍ରିୟା କାର୍ଯ୍ୟକାରୀ କରିବାର ଦାୟିତ୍ୱ ଦିଆଯାଇଥିଲା। ଏହି ଟିମ୍ରେ ନ୍ୟୁରୋସର୍ଜରୀ, ଅଙ୍କୋ ଆନେସ୍ଥେସିଆ, ପାଲିଏଟିଭ୍ ମେଡିସିନ୍ ଏବଂ ମାନସିକ ଚିକିତ୍ସା ବିଶେଷଜ୍ଞମାନେ ସାମିଲ ଥିଲେ। ଏଥିରୁ ନିଷ୍କ୍ରିୟ ଇଚ୍ଛାମୃତ୍ୟୁର ପ୍ରକ୍ରିୟା କେତେ ଜଟିଳ ଓ ସମ୍ବେଦନଶୀଳ ତାହା ସ୍ପଷ୍ଟ ହୋଇଥିଲା। ପ୍ରତିଷ୍ଠିତ ଚିକିତ୍ସା ପ୍ରୋଟୋକଲ ଅନୁସାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଣାଙ୍କ କୃତ୍ରିମ ପୁଷ୍ଟିକରଣ ସହାୟତାକୁ କ୍ରମଶଃ ଅପସାରଣ କରାଯାଇଥିଲା। ଶେଷରେ ରାଣା ଆଖି ବୁଜିଥିଲେ। ସକ୍ରିୟ ଇଚ୍ଛାମୃତ୍ୟୁ ଭାରତରେ ବେଆଇନ ହୋଇଥିବା ବେଳେ ନିଷ୍କ୍ରିୟ ଇଚ୍ଛାମୃତ୍ୟୁକୁ 2011 ମସିହାରେ ସୁପ୍ରିମକୋର୍ଟ ଆଇନ ସିଦ୍ଧ କରିଥିଲେ। 2018 ମସିହାରେ ସୁପ୍ରିମକୋର୍ଟ ଇଚ୍ଛାମୃତ୍ୟୁକୁ ଆଇନଗତ ମାନ୍ୟତା ଦେଇଥିଲେ ଏବଂ ଏଥିପାଇଁ ଗାଇଡଲାଇନ୍ ଜାରି କରିଥିଲେ। ବ୍ୟୁରୋ ରିପୋର୍ଟ, ଓଡ଼ିଶା ରିପୋର୍ଟର।